ସେମାନଙ୍କର ନାମ ଲିପିବଦ୍ଧ ହୋଇକି ରହିବ। ଆଜି ମୁଁ ଶହୀଦ ଓ ସ୍ୱର୍ଗତ ଭଗତ ସିଂ ସୁଖଦେବ ଜୟଗୁରୁଙ୍କୁ ମୋର ଭକ୍ତି ପ୍ରେରିତ ଭୂମିଷ୍ଠ ପ୍ରଣାମ ଜଣାଇ ମୋର ଅଭିଭାଷଣ ଆରମ୍ଭ କରୁଛି। ଆଜି ଯେଉଁ SFI DYFY ଦ୍ୱାରା ଆୟୋଜିତ ଶହୀଦ ଭଗତ ସିଂଙ୍କର 95ତମ ଶହୀଦ ଦିବସ ପାଳନ ହେଉଛି, ସେଥିପାଇଁ ଯେଉଁମାନେ ଆୟୋଜନ କରିଛନ୍ତି ଏ ଯେଉଁ SFI DYFI ର ସଭାପତି ସମ୍ପାଦକ ସମସ୍ତ ସହକର୍ମୀ ମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଜିର ମୁଖ୍ୟ ଆକର୍ଷଣ, ମୁଖ୍ୟ ଅତିଥି ଆମ ଓଡ଼ିଶାର ଗର୍ବ ସମାଜସେବୀ ଶ୍ରୀଯୁକ୍ତ ପ୍ରଭାତ କୁମାର ପଣ୍ଡା ମହୋଦୟ, +2 କୋଇଡ଼ା କଲେଜର ଅଧ୍ୟକ୍ଷ, ପ୍ରବୀଣ ଶିକ୍ଷାବିତ୍, ଜ୍ଞାନୀ ଓ ଅନେକ ଶିକ୍ଷାର ଅଧିକାରୀ ଶ୍ରୀଯୁକ୍ତ ଧନଞ୍ଜୟ ସାର୍ ମହୋଦୟ, ଆମର କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟର ବରେଣ୍ୟ ଅଧ୍ୟକ୍ଷ, ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସମ୍ବିତ କୁମାର ମହାନ୍ତି ମହୋଦୟ, ଏହି କୋଇଡ଼ା +2 କଲେଜର ବରିଷ୍ଠ ସମ୍ମାନୀୟ ଅଧ୍ୟାପକ ଶ୍ରୀଯୁକ୍ତ ନିକୁଞ୍ଜ କୁମାର ବିଶ୍ୱାଳ ମହୋଦୟ, ସମ୍ମାନୀୟ ଶ୍ରୀଯୁକ୍ତ ଅଶୋକ କୁମାର ସାମଲ ମହୋଦୟ, ଆମର ଏହି କୋଇଡ଼ା ମହାବିଦ୍ୟାଳୟର କ୍ରୀଡ଼ା ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ରାଜୀବ କୁମାର ସାହୁ ମହୋଦୟ ତଥା ରାଜନୀତି ବିଜ୍ଞାନର ସମ୍ମାନୀୟ ଅଧ୍ୟାପିକା ଶ୍ରୀମତୀ କୁମାରୀ ପୂଜାରାଣୀ ସାହୁ ମହୋଦୟା, ନିରୁପମା ବାଣିଜ୍ୟ ବିଭାଗର ଅଧ୍ୟାପିକା କୁମାରୀ ନିରୁପମା ପାତ୍ର ମହୋଦୟା, ସମାଜସେବୀ ତଥା ଆମ କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟର +2 କୋଇଡ଼ା କଲେଜର ପୂର୍ବତନ ଛାତ୍ରୀ, ସମାଜସେବୀ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନସ୍ମିତା ନାଥ, ଆଉ ପିଙ୍କି ଯେକି ଆମର ପୂର୍ବତନ ଛାତ୍ରୀ, ଉପସ୍ଥିତ ସମସ୍ତ ବରେଣ୍ୟ ଅତିଥିବୃନ୍ଦ, କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟର ଏବଂ କୋଇଡ଼ା ମହାବିଦ୍ୟାଳୟ +2ର ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ, ଆଜି ଆମେ କାହିଁକି ଏକତ୍ରିତ ହୋଇଛେ? ବ୍ରିଟିଶର ଛାୟା ତଳେ ନିପୀଡ଼ିତ ଭାରତବାସୀ ଯେଉଁଦିନ ସ୍ୱାଧୀନତାର ଆଦେବାର ନାଶାଲୁଟାରେ ଆଗ୍ରହଣ କଲେ, সেই দিনটি ଥିଲା 1987 ମସିହା ଅଗଷ୍ଟ ମାସ 15 ତାରିଖ। ଆମ ଦେଶ ଯେଉଁ ସ୍ୱାଧୀନ ହେଲା, ବହୁ ଲୁହ ଲହୁ ବିନିମୟରେ ଆମ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନେ ଏକତ୍ରିତ ହୋଇ ଆମ ଦେଶକୁ ସ୍ୱାଧୀନ କରିଛନ୍ତି। ଆପଣମାନେ କୁହନ୍ତୁ, ମହାତ୍ମା ଗାନ୍ଧୀ କୁହନ୍ତୁ, ପଣ୍ଡିତ ଜବାହରଲାଲ ନେହେରୁ କୁହନ୍ତୁ, ସୁଭାଷ ଚନ୍ଦ୍ର ବୋଷ କୁହନ୍ତୁ, ଉତ୍କଳମଣି ଗୋପବନ୍ଧୁ ଦାସ କୁହନ୍ତୁ, ଲାଲ ବାଲ କୁହନ୍ତୁ, ରଘୁ ଦିବାକର କୁହନ୍ତୁ, ଲକ୍ଷ୍ମଣ ନାୟକ କୁହନ୍ତୁ, ବିର୍ସା ମୁଣ୍ଡା କୁହନ୍ତୁ, ସେମାନଙ୍କୁ ଆମେ କେବେ ତାଙ୍କର ତ୍ୟାଗ ମହାନତାକୁ ଆମେ ଭୁଲି ପାରିବା ନାହିଁ। ଠିକ ସେହିପରି ଆଜି ଦିନ ଆସିଛି, ଅତୀତକୁ ଆମେ ରୋମନ୍ଥନ କରୁଛେ। ସେ ହେଲେ ଶହୀଦ ଭଗତ ସିଂ। ଶହୀଦ ଭଗତ ସିଂ ଜିନ୍ଦାବାଦ, শহীদ ভগৎ সিং জিন্দাবাদ, শহীদ ভগৎ সিং জিন্দাবাদ। এই মহান বিপ্লবী যে পঞ্জাবর বাঙ্গা নামক স্থাନରେ 1907 মସିହାରେ জন্মগ্রহণ କରିଥିଲେ। ଯଥାର୍ଥରେ କୁହାଯାଇଛି ତୁଳସୀ ଦୁଇ ପତ୍ରରୁ ବାସେ। ତାଙ୍କର ପିତା କିଷାନ ସିଂ, ମାତା ବିଦ୍ୟାବତୀ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ।
ସେଥିପାଇଁ ତାଙ୍କ ପିତା ମଧ୍ୟ କାରାଗାର ବରଣ କରିଥିଲେ। সেই স্বাধীনতার বন্যী, সেই স্বাধীনতার রক্ত বিপ্লবী ভগৎ সিংଙ୍କ ହୃଦୟରେ ଜାଗ୍ରତ ହୋଇଥିଲା। ଯେତେବେଳେ ସେ 12 ବର୍ଷର ବାଳକ ଜାଲିଆନାବାଗ ହତ୍ୟାକାଣ୍ଡ ସରିବାର ଅଳ୍ପ ସମୟ ପରେ ସେ ଯାଇ ଉପସ୍ଥିତ ହୋଇଛନ୍ତି। ଇଂରେଜ ସାହେବ ଡାଇରେକ୍ଟର ନିର୍ଦ୍ଦେଶରେ ଯେଉଁ ଗୁଳି ବର୍ଷଣ କରାଯାଇଥିଲା ସେଥିରେ 1200 ଲୋକ ଶହୀଦ ହୋଇଥିଲେ, ମୃତ୍ୟୁବରଣ କରିଥିଲେ, ଆଉ ହଜାର ହଜାର ଲୋକ କ୍ଷତ ବିକ୍ଷତ ହୋଇଥିଲେ। ଏହା ସରକାରୀ ରିପୋର୍ଟ ଥିଲା। କିନ୍ତୁ ଯେତେବେଳେ ଆମର ଭାରତୀୟ ସମସ୍ତ ରାଜନୀତିଜ୍ଞ ମାନେ ଅନୁସନ୍ଧାନ କଲେ 1200ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିଲେ, ହଜାର ହଜାର ଲୋକ କ୍ଷତ ବିକ୍ଷତ ହୋଇଥିଲେ। ସେଇଠାରେ ଜାଗ୍ରତ ହେଲା ଭଗତ ସିଂଙ୍କ ହୃଦୟଗତ ଭାବ ରାଶିରେ ଦେଶପ୍ରେମର ମନୋଭାବ। ସେ ପଞ୍ଜାବର ବିଭିନ୍ନ ସ୍ଥାନ ବୁଲି ପଞ୍ଜାବ, ଲାହୋର, ଭାତିଣ୍ଡା, ଛଦ୍ମବେଶରେ ବିଭିନ୍ନ ପ୍ରକାର ଛଦ୍ମବେଶରେ ସେସବୁ ଆନ୍ଦୋଳନ କରୁଥିଲେ। ସମସ୍ତଙ୍କୁ ଏକତ୍ରିତ କରି ତାଙ୍କର ସାଙ୍ଗମାନଙ୍କୁ, ପଞ୍ଜାବର ସମସ୍ତ ଅଧିବାସୀମାନଙ୍କୁ ତାଙ୍କର ବଡ଼ ମନ୍ତ୍ର ଥିଲା ଭାରତର ସ୍ୱାଧୀନତା। ସେ ମଧ୍ୟ ମହାତ୍ମା ଗାନ୍ଧୀଙ୍କର ଦୃଢ଼ ସମର୍ଥକ ଥିଲେ। ସମୟ ଆସିଲା ଜାଲିଆନାବାଗ ହତ୍ୟାକାଣ୍ଡ ପରେ ତାଙ୍କ ମନ ବିଦ୍ରୋହ କରି ଉଠିଲା। ସେ ଉପଲବ୍ଧି କଲେ ଯେ ଅହିଂସା ଦ୍ୱାରା କେବେ ଆମ ଦେଶ ସ୍ୱାଧୀନ ହେବ ନାହିଁ। ସେଥିପାଇଁ ଆମକୁ ହିଂସାର ମାଧ୍ୟମ ଅବଲମ୍ବନ କରିବାକୁ ପଡ଼ିବ। ଯେମିତି ସୁଭାଷ ଚନ୍ଦ୍ର ବୋଷ କହୁଥିଲେ, ୟୁ ଗିଭ୍ ମି ବ୍ଲଡ୍, ଆଇ ୱିଲ୍ ଗିଭ୍ ୟୁ ଫ୍ରିଡମ୍। ତମେ ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି। ଠିକ୍ ସେଭଳି ଭଗତ ସିଂ ହିଂସାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ସେ ଗଠନ କରିଥିଲେ ନବଭାରତ ସଭା, ସମସ୍ତଙ୍କୁ ଏକତ୍ରିତ କରିଥିଲେ ଏବଂ ରିପବ୍ଲିକାନ ଇଣ୍ଡିଆନ ସୋସାଇଟିର ମଧ୍ୟ ସେ ସଦସ୍ୟ ଥିଲେ। ଏହିଭଳି ପର୍ଯ୍ୟାୟାନୁକ୍ରମେ 1928ରେ ଯେତେବେଳେ ସାଇମନ କମିଶନ ଆସିଲେ, ସେହି ସାଇମନ କମିଶନରେ ଆମ ଭାରତର କୌଣସି ପ୍ରତିନିଧି ରହିଲେ ନାହିଁ। ଭଗତ ସିଂଙ୍କ ହୃଦୟଗତ ଭାବ ରାଶିରେ ଜାଗ୍ରତ ହୋଇଥିଲା ବିଦ୍ରୋହର ବହ୍ନି। ଇଂରେଜମାନେ ହେଉଛନ୍ତି ଦେ ଆର୍ ଦି ଟ୍ରେଡର୍ସ, ଦେ ଆର୍ ଦି ମକ୍ଟର୍ସ। ସେମାନେ ହେଉଛନ୍ତି କୌଶଳବାଦୀ, ସେମାନେ ହେଉଛନ୍ତି ଟିକ୍ସଟର୍ସ, ସେମାନେ ହେଉଛନ୍ତି କୌଶଳବାଦୀ, ସେମାନେ ହେଉଛନ୍ତି ବ୍ୟବସାୟ ଗୋଷ୍ଠୀ। ଆମ ଦେଶକୁ ଆସିଥିଲେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ, କିନ୍ତୁ ଆମ ଦେଶକୁ ଲୁଣ୍ଠନ କଲେ। ଏହା ଆମ ପାଇଁ ଅତି ଦୁର୍ଭାଗ୍ୟର ବିଷୟ। 1928 ମସିହାରେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ଆହ୍ୱାନ ଥିଲା ଗୋ ବ୍ୟାକ୍ କମିଶନ, ସାଇମନ କମିଶନ ଭାରତରୁ ଫେରି ଯାଅ। ମହାତ୍ମା ଗାନ୍ଧୀ ଯେତେବେଳେ ଅସହଯୋଗ ଆନ୍ଦୋଳନ କରିଥିଲେ ତାକୁ ମଧ୍ୟ ସମର୍ଥନ କରିଥିଲେ ଭଗତ ସିଂ। ଲାଲ ବାଲପାଲ ବା ଚରମପନ୍ଥୀର ଯେ ମୁଖ୍ୟ ନେତା ଥିଲେ ଲାଲା ଲାଜପତ ରାୟ, ଯେତେବେଳେ ସେ ବିଦ୍ରୋହ କରୁଥିଲେ ସମସ୍ତଙ୍କୁ ଏକତ୍ରିତ କରିଥିଲେ, ଠିକ୍ ସେହି ସମୟରେ ତାଙ୍କ ଉପରେ ଲାଠି ଚାର୍ଜ ହୋଇଥିଲା। କାହାର ନିର୍ଦ୍ଦେଶରେ? ଇଂରେଜ ଅଫିସର ସ୍କଟଙ୍କ ନିର୍ଦ୍ଦେଶରେ, ଯାହାଫଳରେ ସେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଇଂରେଜମାନେ କହିଲେ ନାହିଁ, ଆମ ଦ୍ୱାରା ସେ ମୃତ୍ୟୁବରଣ କରିନାହାନ୍ତି। ଯେହେତୁ ପଞ୍ଜାବର ମୁଖ୍ୟ ନେତା, ପଞ୍ଜାବର କର୍ଣ୍ଣଧାର, ଭାରତର କର୍ଣ୍ଣଧାର ଲାଲ ବାଲପାଲ, ଯେଉଁ 3 ଜଣ ଥିଲେ ମୁଖ୍ୟ ନେତା ଚରମପନ୍ଥୀର, ଲାଲା ଲାଜପତ ରାୟ, ବାଲ ଗଙ୍ଗାଧର ତିଲକ ଆଉ ବିପିନ ଚନ୍ଦ୍ର ପାଲ, এই 3 ଜଣ ଚରମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ। ତା ସହିତ ଯୋଗ ଦେଇଥିଲେ ଅନେକ ସ୍ୱାଧୀନତା ସଂଗ୍ରାମୀ। ଆମ ଭାରତୀୟ ସ୍ୱାଧୀନତା ସଂଗ୍ରାମ 2 ଭାଗରେ ବିଭକ୍ତ ହୋଇଥିଲା, ନରମପନ୍ଥୀ ଆଉ ଚରମପନ୍ଥୀ। ଚରମପନ୍ଥୀକୁ ସମର୍ଥନ କରିଥିଲେ ଭଗତ ସିଂ। ଦେଖିଲେ ସେ ଆମ ଭାରତୀୟ ସ୍ୱାଧୀନତା ହୋଇପାରିବ ନାହିଁ, ତେଣୁ ସେ 1929 ମସିହାରେ ସେଣ୍ଟ୍ରାଲ ଆସେମ୍ବଲି ଏଟା ସେ ବୋମା ନିକ୍ଷେପ କରିଥିଲେ। ତାଙ୍କ ସହିତ
जो सेंट्रल लेजिस्लेटिव असेंबली रे से बोमा निक्षेप करथिले ताको सहित थिले तांकर बंधु बटुकेश्वर दत्त এইভাবে পর্যায়ক্রমে ইংরেজ সরকারଙ୍କର ষড়যন্ত্রର শিকার হলে ভগৎ সিং এবং তাଙ୍କର দুই সাথী শেষରେ 1930 মସିହାରେ ইংরেজ সরকার ফাঁসি নির্দেশ দেলে মৃত্যুদণ্ড নির্দেশ দেলে এই তিন জন মুখ্য নেতাଙ୍କୁ ଯେଉଁମାନେ ଥିଲେ ଭାରତର ସ୍ୱାଧୀନତାର ଚରମପନ୍ଥୀର ମୁଖ୍ୟ କର୍ଣ୍ଣଧାର 1931 ମସିହା मार्च मास 23 तारीख रे भगत सिंह को एवं तांकर दु साथी को इंग्रेज सरकार फांसी देथिले एई तीन जन महान स्वाधीनता संग्रामी को विप्लवी को आमे आज सालुक जणाउछे जेमाने इंग्रेज मानकर दिने निद हजाई देथिले भगत सिंह सबुआडे तांकर स्लोगान सबुआडे तांकर आह्वान आमको स्वाधीनता दियो तमे होछ चक्रधरकारी तमे होछ कौशलवादी तमे होछ व्यवसाय गोष्ठी हम भारत को आसी आम शासन करी आम ऊपर तुम कहीं अत्याचार चलाइछ तेणु तांकर जो महान मंत्र मानववादी चिंताधारा वैप्लविक चिंताधारा ताकू आम केवे भूली परिबा नहीं आज आम समस्त एकत्रित होई सही महान विप्लवी स्वाधीनता संग्रामी जे मात्र 23 वर्ष मृत्युवरण करथिले तांगा आम समस्त एकत्रित होई भक्तिपूत प्रणाम जणाइबा ए हमर एकांत कामना हवा दरकार आ समय अभाव आमर अध्यक्ष महोदय निर्देश जे सार पिला माने आमर सब स्टूडेंट माने 12:30 जिबे हेरी तार आमर आज मुख्य अतिथि जे आमर राज्य सीआईटी रो संपादक श्रीयुक्त प्रभात पंडा महोदय अभिभाषण शुणा आपण मैंने अपेक्षा करछंती आमर फोकस टीवी रो सांबादिक दिलीप महाकुड़ मध्य समस्त देखुंत नियंत्रण कर खुशी गर्वर विषय मुझे विशेष किसी कहूना ये तीन जन स्वाधीनता संग्रामी ये तीन जन विप्लवी नेता जो आम शहीद होते आम देश स्वाधीनता संग्राम मोर शेष भक्तिपूत प्रणाम जनाई मोर वक्तव्य समाप्त करुच्ची एवं मोर अभिभाषण को विराम नौची जय हिंद जय हिंद जय हिंद इनकलाब इनकलाब जिंदाबाद इनकलाब जिंदाबाद।